ଚାକିରି ରିଟାୟାର କରିଗଲେ ଏ ଘର କେମିତି ଚଳିବ ତମମାନେ ଯଦି ବଞ୍ଚିବ ସେ କଥା କେତେବେଳେ ଚିନ୍ତା କଲନି? ଆମେ କାହିଁ ଚିନ୍ତା କରିବୁ? ଆମେ କାହିଁ ଚିନ୍ତା କରିବୁ? ତୁ ଏ ଘରେ ବଡ ପୁଅ, ଏ କଥା ତୁ ଚିନ୍ତା କରିବୁ। ମୁଁ କାହିଁ ଚିନ୍ତା କରିବି? ଆଉ ମୁଁ ବା ସେଥିପାଇଁ ଚାକିରି ଛାଡ଼ି ଚାଲିଛି। କଣ କହିଲୁ? ତୁ ଚାକିରି ଛାଡ଼ି ଚାଲିଛୁ କିନ୍ତୁ କାହିଁକି? ମୁଁ ଗୋଟେ ମିଟିଂ ହେଇଛି 10-15 ହଜାର ଟଙ୍କା ପାଇଁ ମୋର ପାଖେ ଗୋଡ଼ ଭାଙ୍ଗି ଠିଆ ହେଇଛି ସେଇଥିପାଇଁ ଚାକିରି ଛାଡ଼ି ଚାଲିଛି। ତମେ ବି କଣ କରିବ? ଭାବୁଛି ଗୋଟେ ବିଜନେସ୍ କରିବି କ'ଣ? ହେଲେ ଭାଇ ବିଜନେସ୍ କରିବା ପାଇଁ ତ ଅନେକ ଗୁଡ଼ିଏ ଟଙ୍କା ଦରକାର। ଏତେ ଟଙ୍କା ଆମେ ପାଇବା କୋଉଠୁ? ବାପା ଦେବେ। ବାପା ଚାକିରି ରିଟାୟାର କରିଛନ୍ତି ଅନେକ ଟଙ୍କା ପାଇବେ। ତା ଛଡ଼ା ମୁଁ ଗୋଟେ ବ୍ୟାଙ୍କ ସହିତ କଥା ହେଇଛି ସେମାନେ ଫାଇନାନ୍ସ କରିବେ। ମୁଁ ଜଣେ ବ୍ଲକ ଗ୍ରାଉଣ୍ଡ ହାଇସ୍କୁଲ ଟିଚର। ଆମ ପାଇଁ ସରକାରୀ ସାହାଯ୍ୟ କିଛି ନାହିଁ। ଏଇ ଭତ୍ତା ବାବଦକୁ କିଛି ଟଙ୍କା ଦେବେ ଏ କଥା ସରକାର ଘୋଷଣା କରିବେ କିନ୍ତୁ କେତେ ଟଙ୍କା ମିଳିବ ସେଇଟା ବି ନିର୍ଦ୍ଦିଷ୍ଟ ନାହିଁ। ତଥାପି ଯେତିକି ଟଙ୍କା ମିଳିବ ସେଇ ଟଙ୍କାଟା ମୁଁ ତମ ତିନି ଭାଇଙ୍କ ଭିତରେ ସମାନ ଭାବରେ ବାଣ୍ଟିଦେବି। ଟଙ୍କା ଦିନରେ ହେବ ମୁଁ ବିଶେଷ କଲେ ସେ ଦି ଜଣ ଉପକୃତ ହେବେ। ଏତେ ବଡ଼ ଅନ୍ୟାୟ କରିପାରିବିନି। ସେ ଟଙ୍କା ମୁଁ ତତେ ଦେଇପାରିବିନି। କଣ ଜୋର ଜବରଦସ୍ତ? ହଁ ଜୋର ଜବରଦସ୍ତ। ତମ ମୁଣ୍ଡ କଣ ଖରାପ ହେଇଛି? ତୋ ବାପାଙ୍କ ସହିତ ଏମିତି କଣ କଥାବାର୍ତ୍ତା କରୁଛ? ମାଇକିନା ଭଳି ରହ। ମୁଣ୍ଡରେ ବସିବା ଚେଷ୍ଟା କରନାବେ। ମାଇକିନା ଭଳି ରହ ହେଲା। ଆମେ ବାପ ପୁଅ କଥା ହଉଛୁ ତୁ ମଝିରେ ବସ କିଏ